করছি কোন কহিবে আজি আম সরড়া ব্লকর বড়গোছা গ্রাম পঞ্চায়েতর সানগোছা গ্রামঠারে কুইকুল সমাজ তরফରୁ ବାର୍ଷିକ ମହୋତ୍ସବ ମଧ୍ୟଠାରେ ଅନୁଷ୍ଠିତ ଥିଲା। ଏଠାରେ ଆପଣ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିଲେ। କ'ଣ କହିବେ ଏଯାକ କ'ଣ କହିବେ? ଦେଖନ୍ତୁ ସୋରଡ଼ା ନିର୍ବାଚନ ମଣ୍ଡଳୀର ଶେଷ ପର୍ଯ୍ୟାୟର ଶେଷ ପଞ୍ଚାୟତ। ଯଦି ଏଠୁ ଗୋଟେ ଲୋକ ବ୍ଲକକୁ ଯାଏ ତାହେଲେ ତାକୁ ଗୋଟେ ଦିନ ସେଠି ସ୍ଥାପନ କରିବାକୁ ପଡ଼େ। ଏହା ତ ନିଶ୍ଚୟ ଭାବେ ଦୁଃଖ ଥାଇପାରେ, ତଥାପି ଅନେକ ଦିନରୁ ଏ ପଞ୍ଚାୟତ ସୋରଡ଼ା ବ୍ଲକରେ ରହିଛି। ଯଦି ଆମେ ଆକୁ ଦାରିଙ୍ଗବାଡ଼ି ବ୍ଲକକୁ ବି କନେକ୍ଟ ବି କରିବା ତଥାପି ଦୂର ରହିବ। ତେଣୁ ଇଏ ହେଉଛି ସୋରଡ଼ା ବ୍ଲକର ଶେଷ ପଞ୍ଚାୟତ, ଶେଷ ସୀମା ରହିଛି। ଆମେ ନିହାତି ଭାବେ ଥରେ ଥରେ ଦୁଃଖ ପ୍ରକାଶ କରୁ, ଯେତେବେଳେ ମୁଁ 2009ରେ ଆସିଥିଲି ଏଠି ଆର ଅବସ୍ଥା ବହୁତ ପଛରେ ପଡ଼ିଥିଲା, ଏଠି ପ୍ରୋଗ୍ରେସ୍ କିଛି ନଥିଲା। କିନ୍ତୁ ଏଇ ଯେଉଁ 15 ବର୍ଷ ଭିତରେ ଧୀରେ ଧୀରେ ପ୍ରୋଗ୍ରେସ୍ ଗତି କରିଛି। ମୁଁ 2023ରେ ଆସିଥିଲି, ଏଠି ଲୋକଙ୍କ ଦାବି ଥିଲା ଟାୱାର। ମୁଁ ସେତେବେଳେ ପ୍ରିୟ ମନ୍ତ୍ରୀ ମହୋଦୟ ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ କହିଥିଲି ଟାୱାର କଥା। ସେତେବେଳେ 4ଗୋଟି ଟାୱାର ଆମେ ଦାବି ରଖିଥିଲୁ, କିନ୍ତୁ ଆମକୁ ଦେଇଛନ୍ତି 22 ଟାୱାର। 9ଟି ଟାୱାର କାମ ସରିଛି, ଆଉ ବାକି ଟାୱାର କାମ ଚାଲିଛି। 22ଟି ଟାୱାର ସମ୍ପୂର୍ଣ୍ଣ ହେଲା ପରେ ଆମେ ଦେଖିବୁ କେଉଁଠି ଆଉ ଟାୱାର ସମସ୍ୟା ଅଛି। ତା ସହ ଶିକ୍ଷା ବ୍ୟବସ୍ଥା କରିବା, ଏଠି 10ମ ଶ୍ରେଣୀ ପର୍ଯ୍ୟନ୍ତ ହାଇସ୍କୁଲ ଅଛି। କଲେଜ ଯେଉଁପଟକୁ ଯିବ 15 କିଲୋମିଟର ଯିବେ, ସେ ବରଗଡ଼ ଯାଆନ୍ତୁ ୟା ବ୍ରାହ୍ମଣୀଗାଁ ଯାଆନ୍ତୁ। ତେଣୁ ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ହେବ। ଶିକ୍ଷା ପାଇଁ କମ୍ୟୁନିକେସନର ଆବଶ୍ୟକତା ରହିଛି। ତେଣୁ ଆଜି ମୁଁ ସେଇ ଉଦ୍ଦେଶ୍ୟରେ ପ୍ରତ୍ୟେକ ଗାଁକୁ ଭିଜିଟ୍ କରିବା ଆସିଛି। କେଉଁ କମ୍ୟୁନିକେସନର କେଉଁଠି ବିଚ୍ଛେଦ ରହିଛି, କେଉଁଠି ଅବିଚ୍ଛେଦ ରହିଛି, କେଉଁଠି ଯାତାୟାତର ଅସୁବିଧା ରହିଛି, କେଉଁଠି ସୁବିଧା ରହିଛି, ତାକୁ ପରଖିବା ପାଇଁ ଆଜି ଆସିଛି। କାଟିଙ୍ଗା ମଧ୍ୟ ରୋଡ଼ ନଥିଲା, 2023ରେ ଆମେ ଦାବି ରଖିଥିଲୁ। ପୂର୍ବ ବିଧାୟକ ସହଯୋଗ କରିଛନ୍ତି, ମନା କରିବେନି। ବିନା ବିଧାୟକଙ୍କ ସହଯୋଗରେ ରାସ୍ତା ହୁଏନି, ଏହା ସମସ୍ତେ ଜାଣନ୍ତି। ତ ସମସ୍ତଙ୍କ ସହଯୋଗରେ କାଟିଙ୍ଗା ପର୍ଯ୍ୟନ୍ତ ରାସ୍ତା ହେଇଥିଲା। ରାସ୍ତା ଖରାପ ବୋଲି ଯେଉଁ ଜାଣିଥିଲି ସେତେବେଳେ ତଦନ୍ତ କରିବା ଆସିଥିଲି। ତେଣୁ ମୁଁ ସବୁବେଳେ ନଜର ରଖିଛି ଉପାନ୍ତ ଅଞ୍ଚଳକୁ। ମୁଁ ଯାଇଥିଲି ଗୁଞ୍ଜୁଲି, ମୁଁ ଯାଇଥିଲି ପାଜିରିମା, ଯେଉଁଠି ଲୋକଙ୍କ ବସବାସ କରିଛନ୍ତି କିନ୍ତୁ ରାସ୍ତା ନାହିଁ। ଆପଣ ଦେଖିବେ ପାଜିରିମା ଗାଁକୁ, ଏଇ ଗାଁଠୁ ଆହୁରି 100 ଗୁଣ ପଛରେ ଅଛନ୍ତି। ଗୋଟିଏ ଆଜବେଷ୍ଟକୁ ସେମାନେ 25 କିଲୋମିଟର ମୁଣ୍ଡ ନେଇ ଘର କରିଛନ୍ତି। ବହୁତ ଦୁଃଖର ବିଷୟ। କୌଣସି ପ୍ରଶାସନ ବି କେବେ ଦେଖିନି। ଆଜି ଯଦି ସେଠି କହିବା ଆମେ ଘର ଦେବା, ଘର ତିଆରି ହେବ କେମିତି? ସେଠି ତ ପାଣିର ସୁବିଧା ନାହିଁ, ଟ୍ୟୁବୱେଲ୍ ନାହିଁ, ଟ୍ୟୁବୱେଲ୍ କରିବା ପାଇଁ ଗାଡ଼ି ଯିବା ରାସ୍ତା ନାହିଁ। ସେଇ ଗାଁକୁ ରୋଡ଼ ଦେଇଛି। ଏ ଅଳ୍ପ ଦିନ ଭିତରେ ତା'ର ଭିତ୍ତିପ୍ରସ୍ତର ହେବ ଏବଂ ବର୍ଷ 1.5 ବର୍ଷ କମ୍ପ୍ଲିଟ୍ ହେବ। ଯେତେବେଳେ ଦାରିଙ୍ଗବାଡ଼ିକୁ ଆମେ ପାଜିରିମା ଦେଇ ରାସ୍ତା କରିବୁ ବାଇମେଲାକୁ, ଦେଖିବେ ଆକ୍ସିଡେଣ୍ଟ ଜୋନ୍ କମିଯିବ। ଯେଉଁ ଦାରିଙ୍ଗବାଡ଼ି ଘାଟିରେ ଆକ୍ସିଡେଣ୍ଟ ଜୋନ୍ ଅଧିକ ଅଛି, ଆକ୍ସିଡେଣ୍ଟ ଜୋନ୍ ବି କମିଯିବ। ତେଣୁ ଆମକୁ ନିହାତି ଉପାନ୍ତ ଅଞ୍ଚଳର ବିକାଶ କରିବାର ଅଛି। ଉପାନ୍ତ ଅଞ୍ଚଳକୁ ବୁଲି ଦେଖିବାର ଅଛି, ତା'ର ସମସ୍ୟାକୁ ଜାଣିବାର ଅଛି। ତେଣୁ ମୁଁ ପ୍ରତ୍ୟେକ ସମୟରେ ଖୋଜି ବୋଲେ କେଉଁ ଗାଁଟି କେଉଁ ଭିତରେ ରହିଯାଇଛି କି। ମୁଁ ପ୍ରତ୍ୟେକ ଗାଁକୁ ବୁଲି ସାରିଲାଣି। ଛୋଟ ବଡ଼ 2-4ଟି ଗାଁ କେଉଁଠି ରହିଯାଇଥିବ। ତେଣୁ ମୋ ନଜରକୁ ଯେତେବେଳେ ଆସେ ମୁଁ ସେଠି ଚାହା ପେ ଚର୍ଚ୍ଚାକୁ ଯାଏ, ସମସ୍ୟା ବୁଝେ, ଆଉ ସମସ୍ୟାକୁ ଧୀରେ ଧୀରେ ତାକୁ ଲାଘବ କରେ। ଗୋଟେ ଦିନରେ ସମାଧାନ ହୁଏନି, ସମାଧାନକୁ ସମୟ ଲାଗେ। ଯେମିତି ଆଜି ଏଠି ଦାବି ରହିଲା ଯେ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତା PMGS ରାସ୍ତାର କଥା ପଡ଼ିଲା କଇଟାଗୁଡ଼ି, ତା'ର ଗାଇଡ଼ଲାଇନ୍ ଚେଞ୍ଜ ହେଇସାରିଛି। 2000 ବସ୍ତିକୁ କନେକ୍ଟ କରୁଥିଲେ PMGSର ରାସ୍ତା ହେଇପାରିବ। ତେଣୁ ଆମେ ଯେଉଁଠି PMGS ହେଇପାରିବନି ସେଠି ମୁଖ୍ୟମନ୍ତ୍ରୀ ସଡ଼କ ହେଇପାରିବ। ରାସ୍ତା ତ କେଉଁ ରାସ୍ତା ବି କରିବାକୁ ପଡ଼ିବ। ଯେତେବେଳେ କମ୍ୟୁନିକେସନ୍ ହେବ ସେତେବେଳେ ଏଜୁକେସନ୍ ବଢ଼ିବ। ଏଜୁକେସନ୍ ଯେତେବେଳେ ଡେଭଲପମେଣ୍ଟ ହେବ ସେତେବେଳେ ସମାଜର ଡେଭଲପମେଣ୍ଟ ହେବ, ସେତେବେଳେ ବିକଶିତ ସୋରଡ଼ା ତିଆରି ହେବ। ତେଣୁ ଆମେ ଏଜୁକେସନ୍କୁ ପ୍ରାୟୋରିଟି ଦେଉଛୁ। ଯେଉଁଠି ପାଣି ସମସ୍ୟା ପାଣିକି ପ୍ରାୟୋରିଟି ଦେଉଛୁ, ବିଜୁଳିର ସମସ୍ୟାକୁ ପ୍ରାୟୋରିଟି ଦେଉଛୁ ଏବଂ କୃଷିକୁ ପ୍ରାୟୋରିଟି ଦେଉଛୁ। ମୁଁ 4ଟି ସ୍ତରକୁ ଖୋଜୁଛି, କିନ୍ତୁ ସବୁ ଜାଗା ଯେ ସବୁବେଳେ ସମାଧାନ ହେଇପାରିବ ସେ କଥା ମୁଁ କହିବିନି। କିନ୍ତୁ ପିଇବା ପାଣି ତ ଯାହା ମା ପାଖରେ ନାହିଁ, ତାକୁ ତାକୁ ସମାଧାନ କରିବାର ଅଛି। ଯଦି ରାସ୍ତା ନାହିଁ, ଗାଁକୁ ରାସ୍ତା ଦେବାର ଅଛି। ପିଲା ବି ପାଠ ପଢ଼ୁନି, ତାକୁ କେମିତି ସ୍କୁଲକୁ ଯିବ,
ତା ପାଇଁ ତଦାରଖ କରିବାର ଅଛି। ତେଣୁ ଏହିସବୁ ସମସ୍ୟାକୁ ଆମେ ସମସ୍ତେ ମିଳିତ ହୋଇ ଆଗେଇ ଆସିବା ତ ସମାଧାନ ହେବ। ମୁଁ ତ ଏକା ଏଠି ଜଣେ ସୈନିକ କରିବେନି, ଏଠି ସମସ୍ତ ସୈନିକ ଯେତେବେଳେ ସମସ୍ତ ଯୁଦ୍ଧକୁ ଆହ୍ୱାନ ଦେବେ ସେତେବେଳେ ସଫଳତା ହେବ। ଜୟ ହିନ୍ଦ, ଜୟ ଜଗନ୍ନାଥ, ଭାରତ ମାତା କି। ନମସ୍କାର, ଜୟ ଜଗନ୍ନାଥ। ମୋ ନାମ ହେଉଛି ପୂର୍ଣ୍ଣଚନ୍ଦ୍ର ସେଠୀ। ମୁଁ ବଡ଼ଗଡ଼ ମଣ୍ଡଳର ମଣ୍ଡଳ ସଭାପତି। ଆଜି ଏଇ ଯେଉଁ ଆମର ସୋରଡ଼ା ନିର୍ବାଚନ ମଣ୍ଡଳୀର ବଡ଼ଗୋଛା ଗ୍ରାମ ପଞ୍ଚାୟତରେ ଏଇ ଯେଉଁ ଆଦିବାସୀ ବାର୍ଷିକ ମହୋତ୍ସବ ହେଉଛି, ଆମେ ଆସିଥିଲୁ। ବିଧାୟକ ମହୋଦୟ ବି ଆସିଥିଲେ। ଆମ ପୁରା ଟିମ୍ ଆସିଥିଲୁ, ବୁଲିକି ଦେଖିଲୁ। ପ୍ରତ୍ୟେକ ଗାଁକୁ ଆମେ ବୁଲିକି ଦେଖିବୁ କେଉଁଠି ଅସୁବିଧା ଅଛି, ପାଣି ସୁବିଧା ଅଛି କି ନାହିଁ, ମାନେ ରାସ୍ତାର ଯିବା ଆସିବା ପାଇଁ ଗତାଗତ ପାଇଁ ଠିକ୍ ସୁବିଧା ଅଛି କି ନାହିଁ, ଆଉ ଯାହା କିଛି ସୁବିଧା ଅସୁବିଧା ଆମେ ବୁଲିକି ଏ ଅଞ୍ଚଳରେ ଆମେ ଦେଖିବୁ। ଆଉ ଆମ ଦ୍ୱାରା ଯେତିକି ହେବ ସେତିକି ଏଇ ଅଞ୍ଚଳବାସୀକୁ ଆମେ ସୁବିଧା ପହଞ୍ଚେଇବୁ। ନମସ୍କାର, ଜୟ ଜଗନ୍ନାଥ। ଶ୍ୱାସ ଭାଇ ଭଉଣୀ ମିଶି ଗାଉ ଆନନ୍ଦ ଗୀତ, ସାନ ଗୋଛା ମାଟି ଆଜି ହସୁଛି ଖୁସିର ସୁର ଭିତରେ। ଆସ ଆସ ଭାଇ ଭଉଣୀ ମିଶି ଗାଉ ଆନନ୍ଦ ଗୀତ, ସାନ ଗୋଛା ମାଟି ଆଜି ହସୁଛି ଖୁସିର ସୁର ଭିତରେ। କୁଳ ସମାଜ ଆମର ଗର୍ବ, ଏକତା ଆମର ଶକ୍ତି। ନାଚ ଗୀତରେ ଝୁମି ଉଠୁ, ରହୁ ସଦା ଭାଇଚାରା ଭକ୍ତି। ପରମ୍ପରାର ମହକ ନେଇ ପାଳୁ ଆମେ ଏହି ଉତ୍ସବ। ସାନ ଗୋଛା ଧରିକେ ଗାଉଛି, ଜୟ ଜୟ କୁଳ ସମାଜ। ସାନ ଗୋଛା ଧରିକି ଗାଉଛି, ଜୟ ଜୟ କୁଳ ସମାଜ। ଆସ ଆସ ଭାଇ ଭଉଣୀ ମିଶି ଗାଉ ଆନନ୍ଦ